ବହୁତ ବର୍ଷ ପୂର୍ବରୁ କଟକ ଜିଲ୍ଲାର ଏକ ଛୋଟ ପାହାଡ଼ିଆ ଗାଁ ଥିଲା। ଗାଁଟିରେ ପ୍ରଥମେ ସାଧାରଣ ଲୋକ ରହୁଥିଲେ, କିନ୍ତୁ କେତେବେଳେ ଏହାକୁ ସମସ୍ତେ ଭୂତିଆ ଗାଁ କହିବାକୁ ଆରମ୍ଭ କରିଥିଲେ। କାରଣ ଏହି ଗାଁରେ ଗୋଟା ବହୁତ ପୁରୁଣା ହବେଲି ଥିଲା। ଲୋକଙ୍କ ସେ ହବେଲି ଦେଖି ଭୟ ଲାଗୁଥିଲା। ତାପରେ ଲୋକମାନେ ଏ ହବେଲିକୁ ଭୂତିଆ ଗାଁ ବୋଲି କହିବାକୁ ଆରମ୍ଭ କଲେ। ଚ୍ୟାନେଲଟି ଭଲ ଲାଗିଲେ ଲାଇକ୍ ଆଣ୍ଡ ସବସ୍କ୍ରାଇବ୍ ନିହାତି କରିବେ। ଗାଁ ମଧ୍ୟରେ ଥିଲା ଗୋଟା ଜହ୍ନି ହବେଲି। ଲୋକମାନେ କହୁଥିଲେ ସେହି ହବେଲିରେ ବହୁତ ବର୍ଷ ପୂର୍ବରୁ ଗୋଟିଏ ଜମିଦାର ଥାଏ। ସେ ବହୁତ କ୍ରୁର ଓ ନିର୍ଦ୍ଦୟ ଲୋକଟି ଥିଲା। କାହାକୁ କଷ୍ଟ ଦେବା ଓ ମାରିବା, ଅନ୍ୟାୟ କରିବା, ଝିଅମାନଙ୍କୁ ନେଇ ରେପ୍ କରିବା, ସେ କାମ ପାଇଁ ସେ ବହୁତ ପ୍ରସିଦ୍ଧ ମାତ୍ରାରେ ସେ କରୁଥିଲା। ଲୋକମାନେ କହିବା କଥା ଯେ ସେହି ଜମିଦାରର ମୃତ୍ୟୁ ପରେ ସିଏ ଏପର୍ଯ୍ୟନ୍ତ ଶାନ୍ତି ମିଳିନାହିଁ ସେ ଜମିଦାରକୁ। ତେଣୁ ତାଙ୍କର ଆତ୍ମା ସେହି ହବେଲିରେ ବୁଲୁଥାଏ। ଏକ ଭୟଙ୍କର ରାତିରେ ସନ୍ଧ୍ୟା ପରେ ଗାଁରେ କେହି ବାହାରକୁ ବାହାରୁ ନଥିଲେ। କୁହାଯାଏ ବାହାରକୁ ବାହାରିଲେ ସେ ଆତ୍ମା ତା ଦେହରେ ଲାଗି ଯାଉଥିଲା। କେତେବେଳେ ମଧ୍ୟରାତ୍ରିରେ ଚେନ୍ ଟାଣିବାର ଶବ୍ଦ ଆସୁଥିଲା ଆଉ କେତେବେଳେ ଜଣେ ମହିଳାଙ୍କ ହସିବାର ଶବ୍ଦ ଆସୁଥିଲା। ଆଉ କେବେ କେବେ ଜଳିଥିବା ଦୀପ ହବେଲିର ବାଲକୋନିରେ ଅପାଣିଆ ଜଳୁଥିଲା। ଜଣେ ସାହସୀ ଯୁବକ ଗୋଟାଏ ଦିନ ବିକାଶ, ତା ନାଁଟି ହେଲା ବିକାଶ, ସେ ବିଶ୍ୱାସ କରୁଥିଲା ଯେ ଭୂତ ବୋଲି କିଛି ନଥାଏ। ସେ ନିଶ୍ଚୟ କଲା ଗାଁର ଲୋକମାନଙ୍କୁ ଭୟରୁ ସାରିବା ପାଇଁ ସେ ହବେଲିରେ ରାତିରେ ଯିବାକୁ ବାହାରିଲା। ହବେଲି ଭିତରେ ବିକାଶ ଏକ ଲଣ୍ଠନ ନେଇ ପଶିବାକୁ ଆରମ୍ଭ କଲା। ରାତି 12ଟାରେ ସେହି ହବେଲିରେ ଯାଇ ପହଞ୍ଚିଲା। ଭିତରକୁ ପ୍ରବେଶ କରୁଥିବା ବେଳେ ଦେବାଲର ପୁରୁଣା ରକ୍ତର ଦାଗ ଦେଖିବାକୁ ପାଇଲା। ଆଉ ଭୂମିରେ କିଛି ପାଦ ଚିହ୍ନ ପଡ଼ିଥିଲା। ଏକା ଏକା ଦ୍ୱାର ବନ୍ଦ ହେବାର ଶବ୍ଦଟି ବି ଆସିଲା। ବିକାଶର ହୃଦୟ ବେଗରେ ଧଡ଼ପକାଇ ବଢ଼ିବାକୁ ଆରମ୍ଭ ହେଲା। ଅଚାନକ ସେ ହବେଲିର ବଡ଼ ଘରରେ ଗୋଟିଏ ଛାୟା ଦେଖାଗଲା। ଛାୟାଟି କହିଲା, ମୋର ନ୍ୟାୟ ହେଇନି। ମୋର ରକ୍ତରେ ଏଇ ଦେବାଲ ରଙ୍ଗୀନ ହେଇଯାଇଛି। ଯେପର୍ଯ୍ୟନ୍ତ ସତ୍ୟକୁ ସାମ୍ନା ଆସିବ ନାହିଁ, ମୁଁ ଏଠାରେ ବାନ୍ଧି ହେଇ ରହିବି। ଦିନେ ତାର ରହସ୍ୟ ଖୋଲିବାକୁ ଆରମ୍ଭ ହେଲା। ବିକାଶ ପରେ ଗାଁରେ ବଡ଼ ଲୋକମାନଙ୍କୁ ପଚାରିଲା ଓ ସେ ବୁଝିଲା ଯେ ସେ ଜମିଦାରଙ୍କୁ ଗାଁ ଲୋକ ଗୁପ୍ତରେ ହତ୍ୟା କରିଥିଲେ। କାରଣ ସେ ବହୁତ ନିର୍ଦ୍ଦୟ ଥିଲା। କିନ୍ତୁ ସେମାନେ ତାଙ୍କ ସାଧାରଣ ମଣିଷଙ୍କ ଭଳି ସମ୍ମାନରୁ ସାମିଲ ଦେଇନଥିଲେ। ଏହି କାରଣରୁ ତାଙ୍କର ଆତ୍ମା ଅଶାନ୍ତି ହୋଇ ବୁଲୁଥିଲା। ଶେଷରେ ବିକାଶ ସବୁକିଛି ସତ୍ୟ ବାହାରକୁ ଆଣିଲା। ଗାଁ ଲୋକମାନେ ଏକାଠି ହୋଇ ପୂଜାପାଠ କରିବାକୁ ଆରମ୍ଭ କଲେ। ସମାଧି ସ୍ଥାପନ କଲେ ଜମିଦାରର। ଧୀରେ ଧୀରେ ଗାଁରେ ରାତିରେ ଭୟଙ୍କର ଶବ୍ଦ ଶାନ୍ତ ହୋଇଗଲା। କିନ୍ତୁ ଲୋକମାନେ ଏପର୍ଯ୍ୟନ୍ତ କୁହନ୍ତି ଯେ ଯଦି ତୁମେ ସେହି ହବେଲିକୁ ଗୋଟିଏ ପୂର୍ଣ୍ଣିମା ରାତିରେ ଯିବ, ତାହେଲେ ଜମିଦାରଙ୍କ ଛାୟା ତୁମକୁ ନିଶ୍ଚିନ୍ତ ଦେଖିବାକୁ ମିଳିବ। ଯଦି ଭିଡ଼ିଓଟି ଭଲ ଲାଗିଲା ଲାଇକ୍ ଆଣ୍ଡ ସବସ୍କ୍ରାଇବ୍ ନିହାତି କରିବେ। ଜୟ ଜଗନ୍ନାଥ। ମୁଁ ରହୁଛି।